ପିଲାମାନେ ଆମ ପାଖରେ ଏବେ ଆଜିର ଯେଉଁ ପରୀକ୍ଷା ହେଇଥିଲା ମାତୃଭାଷା ଓଡ଼ିଆ ତାର କ୍ୱେଶ୍ଚିନ୍ ଆଭେଲେବୁଲ୍ ହେଇଯାଇଛି। ଆମେ ଆସ ଦେଖିବା ଏଇ ଯେଉଁ 50 ମାର୍କର ସର୍ଟ କ୍ୱେଶ୍ଚିନ୍ ପଡ଼ିଥିଲା କାହାର ଉତ୍ତର କ'ଣ, ସେହି ହିସାବରେ ତୁମେ ତୁମର ମାର୍କ ଚେକ୍ କରି ମୋତେ କମେଣ୍ଟ ବକ୍ସରେ ଯେମିତି ହେଲେ ଲିଖିବ। ଦେଖ, ପ୍ରଥମ କ୍ୱେଶ୍ଚିନ୍ ଆମର ଅଛି କ'ଣ, ବିଦେଶୀ ମାଧ୍ୟମରେ ଅପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ପ୍ରଥମେ କିଏ ପ୍ରୟାସ କରିଥିଲେ? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଗାନ୍ଧିଜୀ। ଏବେ 2 ନମ୍ବର କ୍ୱେଶ୍ଚିନ୍କୁ ଯିବା। ମାତୃଭାଷା ପ୍ରତି ମମତା ନଥିବା ବ୍ୟକ୍ତିଙ୍କୁ କେବେ କ'ଣ କୁହାଯାଇପାରେ ନା? ଆର ଠିକ୍ ଉତ୍ତରଟି ହେଉଛି ଦେଶଭକ୍ତ, ଅପସନ୍ ଡି। 3 ନମ୍ବର କ୍ୱେଶ୍ଚିନ୍ର ଅଛି, କବି ରାଧାନାଥ କାହାକୁ ଉଲ୍ଲାସର ଆତ୍ମା ବୋଲି ମନେ କରିଛନ୍ତି? ଆର ଠିକ୍ ଉତ୍ତର ହେଉଛି ଅପସନ୍ ବି, ଗୀତତାନକୁ। ଆସ 4 ନମ୍ବର କ୍ୱେଶ୍ଚିନ୍ ଦେଖିବା। ମଙ୍ଗଳେ ଅଇଲା ଉଷା ପଦ୍ୟ କେଉଁ କାବ୍ୟରୁ ଆସିଅଛି? ଆର ଠିକ୍ ଅପସନ୍ ବା ଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ତପସ୍ୱିନୀ। 5 ନମ୍ବର କ୍ୱେଶ୍ଚିନ୍ ଅଛି, ବାକ୍ୟ କାହାକୁ ପ୍ରକାଶ କରିଥାଏ? ଆର ଠିକ୍ ଉତ୍ତରଟି ହେଉଛି ମନର ଭାବକୁ, ଅପସନ୍ ସି। 6 ନମ୍ବର ଅଛି, ବାକ୍ୟରେ ଗୋଟିଏ ପଦ ଅନ୍ୟ ପଦଗୁଡ଼ିକୁ କାହିଁକି ଅପେକ୍ଷା କରେ? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଅର୍ଥବୋଧକତା ପାଇଁ। 7 ନମ୍ବର ଅଛି, କେଉଁଠି ହଜିଛି ଖୋଜି ଦିଏ ମୋର ଡ୍ୟାସ୍ର ଚାବିକାଠି? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଚେତନା। 8 ନମ୍ବର କ୍ୱେଶ୍ଚିନ୍ ଅଛି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଗଦ୍ୟରେ କାନ୍ତକବିଙ୍କ ଜୀବନର କେଉଁ ଦିଗ ଉପରେ ପର୍ଯ୍ୟବେସିତ ବା କେଉଁ ଦିଗ ଉପରେ ଆଲୋକପାତ କରାଯାଇଛି? ତାର ଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ସାହିତ୍ୟ କୃତି। 9 ନମ୍ବରର କ୍ୱେଶ୍ଚିନ୍ ଅଛି, ସୁବ୍ରତ ବୃତ୍ତିରେ କ'ଣ ଥିଲେ? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଅଧ୍ୟାପକ। 10 ନମ୍ବର କ୍ୱେଶ୍ଚିନ୍କୁ ଯିବା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ରୂପ? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଦିବାରାତ୍ର। 11 ନମ୍ବର କ୍ୱେଶ୍ଚିନ୍ ଯିବା। କିଣା ଯାଇଥିବା କାଠର ନାମ କ'ଣ ଥିଲା? ଆର ଠିକ୍ ଉତ୍ତର ହେଉଛି ଅପସନ୍ ସି, ଧ କାଠ। ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ? ଆର ଠିକ୍ ଉତ୍ତରଟି ହେଉଛି ନାଳନ୍ଦା ବା ଅପସନ୍ ବି। 13 ନମ୍ବର କ୍ୱେଶ୍ଚିନ୍ ଯିବା। ବାକ୍ୟରେ ସମ୍ବନ୍ଧ ପଦ କେଉଁଠାରେ ବସେ? ଆର ଠିକ୍ ଉତ୍ତରଟି ହେଉଛି ସମ୍ବନ୍ଧିତ ପଦ ପୂର୍ବରୁ। 14 ନମ୍ବର କ୍ୱେଶ୍ଚିନ୍କୁ ଆମେ ଯିବା, ଅପସନ୍ ଏ, 13 ନମ୍ବର ଅପସନ୍ ଏ। 14 ନମ୍ବର ଯିବା, ମିଶ୍ର ବାକ୍ୟ କାହାକୁ କୁହାଯାଏ? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ। 15 ନମ୍ବର ଯିବା, ଦୀର୍ଘଦେହୀ ପୁରୁଷ ବେଶ ପୋଷାକରୁ କାହା ପରି ମନେ ହେଉଥିଲା? ତ ଅପସନ୍ ଏ, ରାଜବଂଶର ଲୋକ। 16 ନମ୍ବର କ୍ୱେଶ୍ଚିନ୍କୁ ଯିବା। ଖ୍ରୀଷ୍ଟିଆନ ମିଶନାରୀମାନେ କେଉଁ ମସିହାରୁ ଓଡ଼ିଶାର ମିଶନ ସ୍କୁଲମାନ ପ୍ରତିଷ୍ଠା କରିଥିଲେ? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 1822। 17 ନମ୍ବରକୁ ଯିବା। ରାମଚନ୍ଦ୍ର ବିସ୍ମିତ ହୋଇ କ'ଣ ତ୍ୟାଗ କରିଥିଲେ? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ନିଶ୍ୱାସ। 18 ନମ୍ବରକୁ ଯିବା। ରାଧାନାଥଙ୍କ ଚିଲିକା କାବ୍ୟ ଏକ ଡ୍ୟାସ୍, ଏଟାର ତ ସମସ୍ତେ ଜାଣିଛ, ଆର ଅପସନ୍ ହେଉଛି ଡି, ଖଣ୍ଡକାବ୍ୟ। 19 ନମ୍ବର କ୍ୱେଶ୍ଚିନ୍ର ଉତ୍ତର ହେଉଛି, ଉତ୍କଳ ଜନନୀର ଅଙ୍ଗରେ କିଏ ଶୋଭା ପାଉଛି? ଆର ଠିକ୍ ଉତ୍ତର ହେଉଛି ଅପସନ୍ ସି, ବନଭୂମି। ଆବିଷ୍କାର, ଏଥିରେ ବିସର୍ଗର କ'ଣ ହୋଇଛି? ଏଟାର ଠିକ୍ ଉତ୍ତର ହେଉଛି ଅପସନ୍ ଏ, ଦନ୍ତେଶରେ ହଲନ୍ତ। କେଉଁମାନେ ପ୍ରଚଳିତ ଶିକ୍ଷା ପାଖରେ ମାନବିକତାକୁ ଉତ୍ସର୍ଗ କରୁଛନ୍ତି ବୋଲି ପଠିତ ଜନ୍ମଭୂମି ପ୍ରବନ୍ଧରେ କୁହାଯାଇଛି? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଶିକ୍ଷିତ। ତାପରେ 22 ନମ୍ବରକୁ ଯିବା। କେଉଁ ଗ୍ରୀଷ୍ମ ଦେବତା ବିଶ୍ୱର ଭାର ବହନ କରି କୁଜା ହୋଇଛନ୍ତି? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଆଟଲାସ୍। ଏବେ 23 ନମ୍ବରକୁ ଯିବା। ଯାହାଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାହାକୁ କ'ଣ କୁହନ୍ତି? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଅର୍ଥାଳଙ୍କାର। 24 ନମ୍ବରକୁ ଯିବା। ବାବୁ ନାକସିରି ଦାନ ଯୋଗ୍ୟ ଯେସାକୁ ବିହର କାନନ କର ଆଲିଙ୍ଗନକୁ, ଉକ୍ତ ପଦରେ ପ୍ରଥମ ପାଦରେ ଥିବା ଶ୍ଳିଷ୍ଟ ପଦ କିଏ? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ନାକସିରି। 25 ନମ୍ବର କ୍ୱେଶ୍ଚିନ୍କୁ ଯିବା। ପବନର ପ୍ରତିକୂଳରେ ସାଇକେଲ ଚାଳନା କଷ୍ଟକର, ଏହି ବାକ୍ୟର କାହା ଦ୍ୱାରା ସଂକ୍ଷିପ୍ତ ହୋଇଛି? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଉପସର୍ଗ। ଏବେ 26 ନମ୍ବର କ୍ୱେଶ୍ଚିନ୍କୁ ଆମେ ଯିବା। କେଉଁ ଶବ୍ଦ ରୁ ପରେ ଣ ହୋଇନାହିଁ? ଆର ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, କୃଷ୍ଣ। 27 ନମ୍ବରକୁ ଆମେ ଯିବା। ଏବେ
मनोरंजन दास केउठारे कार्य करुथिले आर ठीक उत्तरटी होची ऑप्शन बी आकाशवाणी रे। 28 नंबर को जिबा केतोटी दृश्य रे कोणार्क एकांकिका विभक्त होईची आर ठीक उत्तरटी होची ऑप्शन ए 4 भाग रे बा 4टी दृश्य। 29 नंबर को जिबा केउंटी वृथा प्रार्थनार अर्थ प्रकाश करुथिबा रूढ़ी अटे आर ठीक उत्तरटी होची ऑप्शन ए अरण्य रोदन। कवितुंड मेंढामुंड एही लोकवाणी क्यों अर्थ प्रकाश करियोछि आर ठीक उत्तरटी होची ऑप्शन बी आर्ष वचन। एबे 31 नंबर क्वेश्चन को जिबा मंगले ओइला उषा पद्य क्यों छंदरे रचित आर ठीक उत्तरटी होची ऑप्शन सी चोखी। 32 नंबर को जिबा क्यों कविता पुस्तक पई कवि अनंत पटनायक केंद्र साहित्य एकाडेमी पुरस्कार पाइथिले आर ठीक ऑप्शन डी होची ऑप्शन ए अबांतर। 33 नंबर क्वेश्चन को जिबा उत्कल जननी कहा द्वारा पवित्र होई अछि आर ठीक उत्तर होची उट्टज द्वारा। उट्टज माने कविंकर आश्रम बा कुडिया द्वारा। 34 नंबर को जिबा आबर रडिए सहिले दुर्योधन कौन हेबो बोली लक्ष्मी कहिसंती आर ठीक ऑप्शन होची सी अजरांबर। 35 नंबर क्वेश्चन को जिबा क्यों समास नाम रे बनानगत अशुद्धि रही आर ठीक उत्तरटी होची द्वंद्व। एटा द्वंद्व होइथांदा द्वंद्व लिखाई ऑप्शन बी टा ठीक अछि बनानगत अशुद्धि। 36 नंबर को जिबा पद संहति रे उपमावाचक शब्दर व्यवहार होइतिले ताकू कोन कुआ जाय आर ठीक उत्तरटी होची तुलनात्मक रूढ़ी ऑप्शन बी। नरेंद्र विवेकानंद को जन्म देबा पई क्यों स्थान एंतुड़ीशाल होइतिला आर ठीक उत्तर होची ऑप्शन सी दक्षिणेश्वर। 38 नंबर को जिबा जणे गृहस्थ भक्त केउठी रामकृष्णଙ୍କର शिष्य मानक पई एक पुराना कोठा छाड़ी देइतिले आर ठीक उत्तर होची ऑप्शन डी बराह नगर रे। 39 नंबर को जिबा कांत कविंक कुल देवता किए एटा ठीक ऑप्शन होची ऑप्शन बी गोपीनाथ। 40 नंबर को जिबा बंगलाश्री छंदरे केउ अक्षर ऊपर जतिपात हुए नहीं आर ठीक उत्तरटी होची ऑप्शन बी 11। 41 नंबर होची जेतेबेले आधुनिक सभ्यतार आदर्श प्रत्येक जानिबे सेतेबेले कहार ध्वजा उड़िबो एटार ठीक उत्तर होची मैत्रीर ऑप्शन डी। भारतीय सभ्यतार आदर्श कौन 42 नंबर आर ठीक उत्तर होची बी त्याग आत्मसंयम। ओडिशा साहित्यर प्रथम प्रबंधर नाम कौन आर ठीक उत्तरटी होची ऑप्शन डी विवेकी। 44 नंबर क्वेश्चन को जिबा काठुरिया कौन चुबाइला परी रुटी दुईटा चुबाई गला आर ठीक उत्तर होची ऑप्शन ए पांपड़। 45 नंबर क्वेश्चन को जिबा भीम काहाकू सिंहनाद मागिथिले आर ठीक उत्तर होची विश्वनाथंकू बा शिवंकू ऑप्शन सी। 46 नंबर क्वेश्चन को जिबा राघवंक यात्रा अनुकूल पद्य वैदेश विलासर काव्यर केउ छंदरु आसी अछि ऑप्शन ए 40 ऑप्शन ए होची ठीक उत्तर। 47 नंबर क्वेश्चन को जिबा केउ गछ तळे हरि गुडियार दुकान थिला आर ठीक उत्तर होची ऑप्शन सी चाकुंडा। एबे 48 नंबर क्वेश्चन को जिबा गाल्पिक रवि पटनायक बड़ पुओ बीए पढ़ु पढ़ु कौन हो गला ठीक उत्तर होची ऑप्शन ए हिप्पी। 49 नंबर को जिबा मोह ममतार नीर तरुण मानक सम्मुखरे कौन सृष्टि करुछि आर ठीक उत्तर होची ऑप्शन सी कुहेली। 50 नंबर को जिबा केउ नारी कविंक पद्य तुम पाठ्य भाव रे रही अछि आर ठीक उत्तर होची ऑप्शन डी विद्युत प्रभा देवी। एबे प्रत्येक क्वेश्चन को भल भाव चेक कर आ तार ठीक आंसर गुड़ाक कमेंट बॉक्स रे लिखिकी जणाओ।